ଜଣେ ଲୋକ ବିକୁଛି ଡ୍ରଗ୍ସ ବିକୁଛି, ବ୍ରାଉନ୍ ସୁଗାର ବିକୁଛି। ସେଇ ଖବର ମୁତାବକ ବ୍ରାଉନ୍ ସୁଗାର ଜବତ ହେଇଛି, କେତେ କ'ଣ ଗ୍ରାମ ଜବତ ହେଇଛି, ତାଠାରୁ କ'ଣ କ'ଣ ଯାଏ? ଆମର 1/9/2025 ଠାରୁ ଏକ୍ରସ୍ ଦ ଷ୍ଟେଟ୍ ଗୋଟେ ସ୍ପେଶାଲ ଡ୍ରାଇଭ୍ ଚାଲିଛି ଏଗେନଷ୍ଟ ଇଲିଗାଲ ଡ୍ରଗ୍ସ। ତାର ନାଁ ହେଉଛି ପ୍ରହାର। ଆକର୍ଡ଼ିଂଲି ଏସ୍ପି ଅନୁଗୁଳ ସାର୍ଙ୍କ ନିର୍ଦ୍ଦେଶ କ୍ରମେ ବିଭିନ୍ନ ଜାଗାରେ ବର୍ତ୍ତମାନ ରେଡ୍ କରାଯାଉଛି। ଏହି କ୍ରମରେ ଏସ୍ପି ସାର୍ଙ୍କ ନିର୍ଦ୍ଦେଶ ମତେ ଆମର ଅନୁଗୁଳ ଥାନାର ଗୋଟେ ଟିମ୍ ଲେଡ୍ ବାଇ ଆଇଆଇସି ଇନ୍ସପେକ୍ଟର ଧୀରେଜ ଦାସ ସ୍କ୍ୱାଡ୍ ସ୍ପେଶାଲ ସ୍କ୍ୱାଡ୍ ଟିମ୍ କଣ୍ଡକ୍ଟ ଆଜି ଏଇ ଯେଉଁ ସ୍ପେଶାଲ ଡ୍ରାଇଭ୍ କରିବା ଭିତରେ ଗୋଟେ ଖବର ପାଇଲେ ଯେ ତାମ୍ରିତ କଲୋନୀର ଜଣେ ଲୋକ ବିକୁଛି ଡ୍ରଗ୍ସ ବିକୁଛି, ବ୍ରାଉନ୍ ସୁଗାର ବିକୁଛି। ସେଇ ଖବର ମୁତାବକ ରେଡ୍ କରାହେଇଥିଲା। ରେଡିଂ ଟିମ୍ରେ ଆଇଆଇସି ନିଜେ ଥିଲେ, ତାଙ୍କ ସହିତ ଏସ୍ଆଇ ଆୟୁଷକାନ୍ତ ଜେନା, ଏସ୍ଆଇ ଆଦିତ୍ୟ କୁମାର ପଟ୍ଟନାୟକ ଆଣ୍ଡ ଅଦର ଷ୍ଟାଫ୍ ସବୁ ସାମିଲ ଥିଲେ ଏବଂ ରେଡ୍ ବେଳେ ଜଣେ ମୁଦଲାକୁ ଡିଟେକ୍ଟ କଲେ, ଯାହାଙ୍କ ପାଖରୁ 7.130 ଗ୍ରାମ ବ୍ରାଉନ୍ ସୁଗାର ଜବତ ହେଇଛି। ମୋବାଇଲ ଫୋନ୍ ଜବତ ହେଇଛି। 93 ପିସେସ୍ ଅଫ୍ ବ୍ଲୁ, ହ୍ୱାଇଟ୍ ଆଣ୍ଡ ୟେଲୋ କଲର୍ ପ୍ରିଣ୍ଟେଡ଼ ପେପର, ଯେଉଁଟାକି ଡ୍ରଗ୍ସ ଖାଇବା ପାଇଁ ଉଦ୍ଦିଷ୍ଟ, ଯାହା ମାଧ୍ୟମରେ ତାକୁ ବି ଜବତ କରାହେଇଛି। ମୁଦଲାର ନାମ ହେଉଛି ବିପିନ ପ୍ରଧାନ, ତାଙ୍କ ବାପାଙ୍କ ନାମ ହେଉଛି ବିରଞ୍ଜି ପ୍ରଧାନ, ତାଙ୍କ ଘର ତାମ୍ରିତ କଲୋନୀ, ମାଟିଆ ସାହି, PS ଡିଷ୍ଟ୍ରିକ୍ଟ ଅନୁଗୁଳ ଥାନାର। ବର୍ତ୍ତମାନ ତଦନ୍ତ ଚାଲିଛି ଏବଂ ଆକ୍ୟୁଜ ଆରେଷ୍ଟ ହେଇଛି, ଆଜି ଫରାର ହେବ। କେବଳ ସେ ଜଡ଼ିତ ନା ଆଉ କିଏ? ହଁ, ସେଇଟା ଆମେ ଇନଭେଷ୍ଟିଗେସନରେ ଦେଖୁଛୁ। ଯିଏ ତାଙ୍କର ଲିଙ୍କରେ ଆସିବ, ତଦନ୍ତ ଚାଲିଛି, ଯେଉଁମାନେ ଆସିବେ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ। ସେଇଟା ଆମେ ବି ତର୍ଜମା କରୁଛୁ। ସୋର୍ସଟାକୁ ଆସଟନ କରିବୁ, ଭେରି ସର୍ଟଲି ଏଇଟା କରିବୁ। ତାଙ୍କର ଆଗରୁ କେସ୍ ଅଛି, କ୍ୟାରେକ୍ଟର ଆଣ୍ଟିଡେଣ୍ଟ ତାଙ୍କର ଅଛି, 2ଟି କେସ୍ ଅଛି, ନଟ୍ ବ୍ରାଉନ୍ ସୁଗାର। ଅଦର କେସ୍ ହେଉଛି 311 ନମ୍ବର କେସ୍ ଗୋଟେ ଅଛି 2013ର, 629/2022ର କେସ୍ ଅଛି ୟାଙ୍କ ନାଁର। ତଥାପି ଆମେ ଦେଖୁଛୁ ଏହାର ସୋର୍ସ କେଉଁଠି ଅଛି ଆଉ କିଏ ଇନଭଲ୍ଭ ଅଛନ୍ତି ତାଙ୍କ ବିରୁଦ୍ଧରେ ଆମେ ବିକୁଥିଲା, ବିକିବା ପର୍ପସରେ ହୁଏ, ପୁଡ଼ିଆ କରିକି ଅନୁମାନିକ ମୂଲ୍ୟ ସାର୍ କେତେ ହେବ? ଅନୁମାନିକ 7 ଗ୍ରାମ 70,000 75,000 ଭିତରେ ହେବ। ସାର୍ ତାମାନେ ଏଇଥିରେ ଆଉ ଗୋଟେ ପୁରା ଚେନ୍ ରହିଥିବ ନିଶ୍ଚିତ, କାରଣ ଇଏ ବିକ୍ରି ଯେତେବେଳେ କରୁଛି ଗ୍ରାହକଙ୍କୁ, ତାମାନେ ସେଇଟା ଆମେ ସେଇ ଲାଇଟ୍ରେ ଆମେ ବି ତଦନ୍ତ ଜାରି ରଖିଛୁ।